ଗୋଟିଏ ଗାଁରେ ଜଣେ ଚାଷୀ ରହୁଥିଲେ। ତାଙ୍କ ସହିତ ସବୁକିଛି ଠିକ୍ ଚାଲିଥିଲା। ତାଙ୍କର କେବଳ ଗୋଟିଏ ପୁରୁଣା ବନ୍ଧୁ ଥିଲା, ତାଙ୍କ ଗଧ। ଗଧଟି ବହୁତ ବୁଢ଼ା ଥିଲା, କିନ୍ତୁ ଚାଷୀ ତାହାକୁ ବହୁତ ଭଲ ପାଉଥିଲା। ତାପରେ କ'ଣ ହେଲା, ଗୋଟିଏ ଦିନ ଚାଷୀ ତାଙ୍କ କ୍ଷେତରେ କାମ କରୁଥିଲେ। ତାଙ୍କ କ୍ଷେତର କୋଣରେ ଏକ ଗଭୀର ଶୁଖିଲା କୂଅ ଥିଲା। ହଠାତ୍ ଏକ ଜୋରରେ ଧକ୍କା ହେଲା। ଚାଷୀ ଚମକି ପଡ଼ିଲା। ସେ କୂଅ ପାଖକୁ ଦୌଡ଼ିଗଲେ ଏବଂ ଦେଖିଲେ ଯେ ତାଙ୍କର ପୁରୁଣା ଗଧ ଖସି ସେଥିରେ ପଡ଼ିଯାଇଛି। ଏବେ ଗଧଟି ଭିତରେ ଥିଲା, ଜୋରରେ କାନ୍ଦୁଥିଲା ଏବଂ ଚିତ୍କାର କରୁଥିଲା। ଗରିବ ଲୋକଟିର ଶବ୍ଦ ଶୁଣି ଚାଷୀଙ୍କ ହୃଦୟ ଭାଙ୍ଗିଗଲା। ସେ ଘଣ୍ଟା ଘଣ୍ଟା କୂଅ ପାଖରେ ବସି ଭାବିଲା ଯେ ଆଗକୁ କ'ଣ କରିବି। ସେ ତାହାକୁ କିପରି ବାହାର କରିପାରିବେ ସେ ସମସ୍ତ ପ୍ରକାରର ହିସାବ କଲା, ବୁଦ୍ଧି ଖଟାଇ ଚଳାଇଲା, ତଥାପି ସେ ବଞ୍ଚାଇ ପାରିଲା ନାହିଁ। ଗଧଟି ବହୁତ ବୁଢ଼ା ଥିଲା। ଯଦି ସେ ତାହାକୁ ରଶି ସାହାଯ୍ୟରେ ଟାଣିବାକୁ ଚେଷ୍ଟା କରେ ତେବେ ଏହା ଭାଙ୍ଗି ଯାଉଥିଲା ଏବଂ ଯଦି ସେ କୌଣସି ପ୍ରକାରର ବାହାରକୁ ଆସିଯାଏ ତେବେ କ୍ଷେତରେ ବହୁତ କାମ କରିବା ପାଇଁ ତାହାର ଜୀବନ ବାକି ରହିବ ନାହିଁ। ଏବଂ ବନ୍ଧୁଗଣ, ଏଇଠାରେ କାହାଣୀର ପ୍ରଥମ ମୋଡ଼ ଆସେ। ଘଣ୍ଟା ଘଣ୍ଟା ବିଚାର ପରେ ଚାଷୀ ଏକ କଠୋର ଏବଂ ବିନାଶକାରୀ ନିଷ୍ପତ୍ତି ନେଇଥିଲା। ସେ ଭାବିଲେ ଯେ ଏହାକୁ ବଞ୍ଚାଇବାର କୌଣସି ଅର୍ଥ ନାହିଁ। ସେ ଭାବିଲେ ଏହା ବଞ୍ଚିବ ନାହିଁ ଏବଂ ସେ ଏହାକୁ ଉଦ୍ଧାର କରିପାରିବେ ନାହିଁ। ତାକୁ ସେଇଠି ପୋତି ଦେବା ଭଲ। ଚାଷୀ କ'ଣ କଲା, ସେ ତାହାର ସମସ୍ତ ପଡ଼ୋଶୀଙ୍କୁ ସାହାଯ୍ୟ ପାଇଁ ଡାକିଲା। ସ୍ପଷ୍ଟ ଭାବରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ, କିନ୍ତୁ ଚାଷୀଙ୍କ ନିଷ୍ପତ୍ତି ଦୃଢ଼ ଥିଲା। ସମସ୍ତେ ଗୋଟିଏ କୋଦାଳ ଧରି କୂଅରେ ମାଟି ପକାଇବା ଆରମ୍ଭ କଲେ। କଳ୍ପନା କର, କୂଅ ଭିତରେ ଥିବା ଗଧ ପ୍ରଥମେ କ'ଣ ଘଟୁଛି ତାହା ବୁଝିପାରିଲା ନାହିଁ, କିନ୍ତୁ ମାଟିର ପ୍ରଥମ କୋଦାଳ ତା ଉପରେ ପଡ଼ିବା ମାତ୍ରେ ସେ ଜାଣିପାରିଲା ଯେ ତାକୁ ପୋତି ଦିଆଯାଉଛି ଏବଂ ଜୋରରେ ଚିତ୍କାର କରିବାକୁ ଲାଗିଲା। ତାର କାନ୍ଦ କେବଳ ଭୟ ନୁହେଁ, ଏହା ବିଶ୍ୱାସଘାତକର ଶବ୍ଦ ଥିଲା। ସେ ଚିତ୍କାର କଲା ଯେ ତାର ଜୀବନ ବଞ୍ଚାଇବା ପାଇଁ ଯଥାସମ୍ଭବ ଜୋରରେ ଡାକୁଥିଲା। କିନ୍ତୁ ଚାଷୀ ଏବଂ ତାର ପଡ଼ୋଶୀମାନେ ବାହାରେ ଠିଆ ହୋଇ ପଥର ପରି ନୀରବରେ ତାଙ୍କ ଉପରେ ମାଟି ଢାଳି ଚାଲିଲେ। ବନ୍ଧୁଗଣ, ମୁଁ ଜାଣେ ତୁମେ ଏହା ଶୁଣି ଦୁଃଖିତ ହେବ। ତୁମେ ନିଶ୍ଚୟ ରାଗିବ, କିନ୍ତୁ ଅପେକ୍ଷା କର, କାହାଣୀଟି ବାକି ଅଛି। ଏହା କିଛି ସମୟ ପାଇଁ ଜାରି ରହିଲା। ମାଟି ପଡ଼ି ଚାଲିଲା, ଗଧଟି ଚିତ୍କାର କରି ଚାଲିଲା, କିନ୍ତୁ ହଠାତ୍ ଚିତ୍କାର ବନ୍ଦ ହୋଇଗଲା। ଯେଉଁମାନେ କାଦୁଅ ଫିଙ୍ଗୁଥିଲେ ସେମାନେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ସମସ୍ତେ ପରସ୍ପରକୁ ଚାହିଁଲେ ଏବଂ ଚାଷୀ ଆଶ୍ଚର୍ଯ୍ୟ ହୋଇଗଲା। ଯେତେବେଳେ ସେ କୂଅ ଭିତରୁ ଚାହିଁଲେ, ସେ ଯାହା ଦେଖିଲେ ତାହା ଏକ ଚମତ୍କାର ଠାରୁ କମ୍ ନୁହେଁ। ଗଧଟି ଆଉ କାନ୍ଦୁ ନଥିଲା, ସେ କାଦୁଅରେ ଦୌଡ଼ୁ ନଥିଲା, ବରଂ ସେ କିଛି ଅଦ୍ଭୁତ କାମ କରୁଥିଲା। ଯେତେବେଳେ ତାଙ୍କ ପିଠିରେ ଏକ କୋଦାଳ କାଦୁଅ ପଡ଼ିଲା, ସେ ତାଙ୍କ ପିଠିକୁ ଝାଡ଼ି ଦେଉଥିଲେ ଏବଂ କାଦୁଅ ତଳେ ପଡ଼ିଯାଉଥିଲା। ଏବେ ଯେତେବେଳେ କାଦୁଅ ପଡ଼ିଲା, ତାହା ତାଙ୍କ ପାଦ ତଳେ ଚାପି ହୋଇ ମାଟିର ଏକ ଛୋଟ ଢିପ ହୋଇଗଲା। ଗଧଟି ସେହିପରି କରିଚାଲିଲା। ପରବର୍ତ୍ତୀ ସମୟରେ କାଦୁଅ ଆସିଲେ ସେ ତାହାକୁ ପୁଣି ଢାଳିଦେଲା। କାଦୁଅ ପଡ଼ିଗଲା, ତାହାକୁ ପୁଣି ଝାଡ଼ିଦେଲା ଏବଂ ସେ ତା ଉପରେ ଚଢ଼ିଗଲା। ବନ୍ଧୁଗଣ, ଗଧଟି ପ୍ରତ୍ୟେକ କଷ୍ଟକୁ, ତାଙ୍କ ଉପରେ ପକାଯାଉଥିବା ପ୍ରତ୍ୟେକ ଆକ୍ରମଣକୁ ବାହାରକୁ ବାହାରିବା ପାଇଁ ଏକ ସିଡ଼ିରେ ପରିଣତ କରୁଥିଲା। ଯେତେବେଳେ ଚାଷୀ ଏବଂ ତାଙ୍କ ପଡ଼ୋଶୀମାନେ ସେମାନଙ୍କ କୋଦାଳରେ ମାଟି ଫିଙ୍ଗି ଚାଲିଥିଲେ, ଗଧଟି ତାର ପିଠି ହଲାଇ ଚାଲିଥିଲା, ମାଟିକୁ ତଳକୁ ଠେଲି ତା ଉପରେ ଚଢ଼ି ଚାଲିଥିଲା। ଗୋଟିଏ ପାଦ, ଦୁଇ ପାଦ, ତିନି ପାଦ, ଆଉ କିଛି ସମୟ ମଧ୍ୟରେ ଗଧଟି ମୃତ୍ୟୁ ଶଯ୍ୟାର କୂପ ଧାରରେ ପହଞ୍ଚିଗଲା। ଆଉ ତାପରେ କ'ଣ, ଏହା ଏକ ପ୍ରବଳ ଡେଇଁ ଉଠିଲା ଏବଂ ବାହାରି ଆସିଲା। ଚାଷୀ ଏବଂ ତାଙ୍କ ପଡ଼ୋଶୀମାନେ ସେଠାରେ ଠିଆ ହୋଇ ଦେଖୁଥିଲେ। ବନ୍ଧୁଗଣ, ଏହି କାହାଣୀ କେବଳ ଏକ ଗଧ ବିଷୟରେ ନୁହେଁ, ଏହା ତୁମ ଏବଂ ମୋ ବିଷୟରେ। ସେହି କୂଅ କ'ଣ? ସେହି କୂଅ ହେଉଛି ଆମର ଜୀବନ। ଏବଂ ସେହି ମାଟି କ'ଣ? ସେହି ମାଟି ହେଉଛି ଚ୍ୟାଲେଞ୍ଜ, ଅସୁବିଧା, ବିଫଳତା
ଏବଂ ତୁମକୁ ସମାଲୋଚନା କରୁଥିବା ଲୋକ। ତୁମ ଜୀବନରେ ଯେତେ ଦ୍ରୁତ ଗତିରେ ଆଗକୁ ବଢ଼, ତୁମେ ସବୁବେଳେ କିଛି ନା କିଛି କ୍ଷତିର ସମ୍ମୁଖୀନ ହେବ। ଯେତେବେଳେ ତୁମେ ଏକ ବଡ଼ ଲକ୍ଷ୍ୟ ସ୍ଥିର କର, ଲୋକମାନେ ତୁମକୁ ଅଟକାଇବା ପାଇଁ ମୂର୍ଖ କଥା କହିଥାନ୍ତି। ଯେତେବେଳେ ତୁମ ସଫଳତାର ନିକଟତର ହୁଅ, ଲୋକମାନେ ଈର୍ଷାରେ ତୁମକୁ ସମାଲୋଚନା କରିବେ। ଯେତେବେଳେ ତୁମେ ଆଗକୁ ବଢ଼ିବାକୁ ଚେଷ୍ଟା କର, କିଛି ଲୋକ ତୁମକୁ ପଛରୁ ଟାଣିବା ପାଇଁ ତୁମ ବିରୁଦ୍ଧରେ କାମ କରିବେ। ଏହା ସବୁ ତୁମ ଉପରେ ଫିଙ୍ଗା ଯାଉଥିବା କାଦୁଅ। କଳ୍ପନା କରନ୍ତୁ ଯଦି ଏହି ଗଧଟି କେବଳ କାନ୍ଦି ଚିତ୍କାର କରି ଭାବୁଥାନ୍ତା, ଓଃ ମୋତେ କବର ଦିଆଯାଉଛି, ତେବେ କ'ଣ ହେଇଥାନ୍ତା? କିନ୍ତୁ ସେ କ'ଣ କଲା? ସେ ମହିଳାକୁ ନିଜ ଉପରେ ଘୋଡ଼ାଇ ଦେଇ ନଥିଲେ। ଲୋକମାନେ ତାଙ୍କ ମୃତ୍ୟୁର କାରଣ ଭାବରେ ଯେଉଁ କାଦୁଅ ବ୍ୟବହାର କରିବାକୁ ଚାହୁଁଥିଲେ, ତାହାକୁ ସେ ଉପରକୁ ଉଠିବା ପାଇଁ ଏକ ସିଡ଼ିରେ ପରିଣତ କରିଥିଲା। ଏବଂ ଏହି କାହାଣୀର ଏହା ସବୁଠାରୁ ବଡ଼ ଶିକ୍ଷା। ଯେତେବେଳେ ଲୋକମାନେ ତୁମ ଉପରେ ମାଟି ଫୋପାଡ଼ିବେ, ସେତେବେଳେ ହତାଶାରେ କୂଅରେ ବସିବେ ନାହିଁ। ପ୍ରତ୍ୟେକ ସମାଲୋଚନା, ପ୍ରତ୍ୟେକ ବିଫଳତା, ପ୍ରତ୍ୟେକ ନିରାଶାରୁ ଶିଖନ୍ତୁ। ଏହାକୁ ପାଦ ତଳେ ଚାପି ଦିଅନ୍ତୁ ଏବଂ ଗୋଟିଏ ପାହାଚ ଉପରକୁ ଚଢ଼ିବେ। ବନ୍ଧୁଗଣ, ଏହା ଏକ କାହାଣୀ ଥିଲା ଯାହା ତୁମର ଜୀବନଯାପନ ପଦ୍ଧତିକୁ ବଦଳାଇ ପାରିବ। ମୁଁ ଆଶା କରୁଛି ତୁମେ ଏବେ ପ୍ରତ୍ୟେକ କଷ୍ଟକୁ ଏକ ସିଡ଼ି ଭାବରେ ଦେଖିବ। ଯଦି ତୁମେ ଏହି କାହାଣୀ ଉପଭୋଗ କରିଛ, ଦୟାକରି ଏହି ଭିଡ଼ିଓକୁ ଲାଇକ୍ କରନ୍ତୁ ଏବଂ ସବସ୍କ୍ରାଇବ୍ ମଧ୍ୟ କରନ୍ତୁ। ତୁମର ସମସ୍ତ ବନ୍ଧୁମାନଙ୍କ ସହିତ ସେୟାର କରନ୍ତୁ।